ଆଜିର ଭିଡିଓ ମାଧ୍ୟମରେ ଆମେ ଜାଣିବା ପିଏମ୍ କିସାନର ପେମେଣ୍ଟ ଏତେ ଲେଟ୍ କାହିଁକି ହେଉଛି ଏବଂ ଏଇଥର କେଉଁମାନେ ପଇସା ପାଇବେ ଏବଂ କେଉଁମାନେ ପଇସା ପାଇବେନି ସେ ବିଷୟରେ ବି ଆମେ ଜାଣିବା ଏବଂ ଯେଉଁମାନେ ଏପର୍ଯ୍ୟନ୍ତ ଆପ୍ଲାଏ କରିନାହାନ୍ତି ସେମାନେ କେମିତି ଆପ୍ଲାଏ କରିବେ ସେ ବିଷୟରେ ବି ଜାଣିବା। ସେଥିପାଇଁ ଯଦି ଆପଣମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମେ ଜାଣିବା ଏହି ଭିଡିଓ ମାଧ୍ୟମରେ ପିଏମ୍ କିସାନର ପେମେଣ୍ଟ ଏତେ ଲେଟ୍ କାହିଁକି ହେଉଛି। ଆପଣମାନେ ସମସ୍ତେ ଜାଣିଥିବେ ଯେଉଁମାନଙ୍କର ଜମିପଟା ପୂର୍ବପୁରୁଷ କିମ୍ବା ମୃତ ବ୍ୟକ୍ତିଙ୍କର ନାମରେ ଅଛି ସେମାନଙ୍କୁ ସରକାର କହୁଛି ଯେ ନାମ ପରିବର୍ତ୍ତନ କରିବାକୁ ଏବଂ ପ୍ରତ୍ୟେକ ବ୍ଲକରେ ନୋଟିସ୍ ମଧ୍ୟ ଆସିଯାଇଛି ଏବଂ ଏ ଜିନିଷ କଲେ ସରକାର ଜାଣିପାରିବେ ପ୍ରକୃତ ଚାଷୀ କିଏ। ସେଥିପାଇଁ ଏଇଟା କରିବାକୁ ସରକାର ଘୋଷଣା କରିଛନ୍ତି ଏବଂ ପ୍ରତ୍ୟେକ ବ୍ଲକରେ ନୋଟିସ୍ ମଧ୍ୟ ଆସିଯାଇଛି। ଯଦି ଆପଣମାନେ ବି ଜମି ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଆପଣଙ୍କର ନିକଟସ୍ଥ ଆର୍ଆଇ ଅଫିସକୁ ଯାଇକି କରିପାରିବେ। ପିଏମ୍ କିସାନ ଏବଂ ସିଏମ୍ କିସାନରେ ଏପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିନାହାନ୍ତି ତାହେଲେ ଆପଣମାନେ ରେଜିଷ୍ଟ୍ରେସନ କରିନିଅନ୍ତୁ। ଲାଷ୍ଟ ଡେଟ୍ ହେଉଛି 7/9/2025। ଯଦି ଆପଣମାନେ ଏପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିନାହାନ୍ତି ତାହେଲେ ରେଜିଷ୍ଟ୍ରେସନ କରିନିଅନ୍ତୁ। ତା ପୂର୍ବରୁ ଆପଣମାନଙ୍କୁ କୃଷକ ଓଡ଼ିଶା ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ହୁଏ। ଏଠିରେ ବି ଗୋଟେ ଜିନିଷ ଧ୍ୟାନ ଦେବାକୁ ପଡ଼ିଥାଏ। ଯଦି ଆପଣମାନେ 2 ହେକ୍ଟରରୁ ଅଧିକା ଜମି ରେଜିଷ୍ଟ୍ରେସନ କରୁଛନ୍ତି ତାହେଲେ କେବଳ ଆପଣମାନଙ୍କୁ ପିଏମ୍ କିସାନର ଟଙ୍କା ମିଳିବ। ଯଦି ଆପଣମାନେ 2 ହେକ୍ଟରରୁ କମ୍ ଜମି ରେଜିଷ୍ଟ୍ରେସନ କରୁଛନ୍ତି ତାହେଲେ ଆପଣଙ୍କୁ ପିଏମ୍ କିସାନ ଏବଂ ସିଏମ୍ କିସାନ ଦୁଇଟିରେ ପେମେଣ୍ଟ ମିଳିବ। ଯଦି ଆପଣମାନେ ଖାଲି ସିଏମ୍ କିସାନରେ ଆପ୍ଲାଏ କରିଛନ୍ତି ତାହେଲେ ଅଟୋମେଟିକାଲି ପିଏମ୍ କିସାନରେ ମଧ୍ୟ ଆପଣଙ୍କର ନାମ ଶୋ କରିବ। ପିଏମ୍ କିସାନରେ ଆପ୍ଲାଏ କରିବାକୁ ପଡ଼ିବନି, କେବଳ ସିଏମ୍ କିସାନ ଆପ୍ଲାଏ କରିବାକୁ ପଡ଼ିବ। ଆଉ ଗୋଟେ ଜିନିଷ, ଯଦି ଆପଣମାନେ ଏପର୍ଯ୍ୟନ୍ତ ଏଗ୍ରିଷ୍ଟେକ୍ ଓଡ଼ିଶାରେ ବି ରେଜିଷ୍ଟ୍ରେସନ କରିନାହାନ୍ତି ତାହେଲେ ଏଗ୍ରିଷ୍ଟେକ୍ ଓଡ଼ିଶାରେ ବି ରେଜିଷ୍ଟ୍ରେସନ କରିନିଅନ୍ତୁ। ଏଠିରେ ରେଜିଷ୍ଟ୍ରେସନ କରିବାକୁ ହେଲେ ଆପଣଙ୍କର ନାମରେ ଯଦି ଜମି ଅଛି ତାହେଲେ ରେଜିଷ୍ଟ୍ରେସନ ହେବ। ସେଥିପାଇଁ ସରକାର କ'ଣ କରୁଛନ୍ତି ନା ଏଗ୍ରିଷ୍ଟେକ୍ରେ ରେଜିଷ୍ଟ୍ରେସନ କରିବାକୁ କହୁଛନ୍ତି। ସେଥିରେ ସରକାର ଜାଣିପାରିବେ ଆପଣ ହିଁ ପ୍ରକୃତ ଚାଷୀ ଏବଂ ଯେଉଁମାନେ ଏଗ୍ରିଷ୍ଟେକ୍ ଓଡ଼ିଶାରେ ଏପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିନାହାନ୍ତି ଆପଣମାନେ ଜଲ୍ଦି କରିନିଅନ୍ତୁ। କାହିଁକିନା ଯେଉଁମାନେ ଏଗ୍ରିଷ୍ଟେକ୍ ଓଡ଼ିଶାରେ ରେଜିଷ୍ଟ୍ରେସନ କରିନାହାନ୍ତି ସେମାନଙ୍କର ପିଏମ୍ କିସାନରୁ ଲିଷ୍ଟ କଟିଯାଇପାରେ ଏବଂ ଏଇଥର ଆପଣମାନଙ୍କୁ ପଇସା ମିଳି ନପାରେ। ସେଥିପାଇଁ ଆପଣମାନେ ଏଗ୍ରିଷ୍ଟେକ୍ ଓଡ଼ିଶାରେ ବି ରେଜିଷ୍ଟ୍ରେସନ କରିନିଅନ୍ତୁ। ଏଇଟା ଥିଲା ଆଜିର ପିଏମ୍ କିସାନର ଅପଡେଟ୍। ଯଦି ଆପଣଙ୍କର ମନରେ ଯେକୌଣସି ବି କୋଶ୍ଚିନ୍ ଥାଏ ତାହେଲେ ଆପଣ ନିହାତି ଭାବରେ କମେଣ୍ଟ ବକ୍ସରେ ପଚାରି ପାରିବେ। ମୁଁ ଆପଣଙ୍କୁ ନିଶ୍ଚିତ ଭାବରେ ରିପ୍ଲାଏ ଦେବି। ଯଦି ଆପଣମାନେ ଏପର୍ଯ୍ୟନ୍ତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ ଏବଂ ଆପଣମାନେ କେଉଁ ଡିଷ୍ଟ୍ରିକ୍ଟରୁ ଭିଡିଓକୁ ଦେଖୁଛନ୍ତି ସେଇଟା ବି ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ।